ଆମ ଆଧ୍ୟାତ୍ମିକ ଚ୍ୟାନେଲ କୁ ଦୈବାଚନ को स्वागत କରୁଛି। ଆମ କାର୍ଯ୍ୟକ୍ରମ ଲାଇଭ କାଗଜ ରାତ୍ରିର ସମୟ 10:01 ଆମ ସହ ଅଛନ୍ତି ଆମ ଚ୍ୟାନେଲ ର ମୁଖ୍ୟ ସମ୍ପାଦକ ଆଚାର୍ଯ୍ୟ ବାବା ଆଦିତ୍ୟ ନାରାୟଣ। ଶୁଣା ଯାଉଛି ଆମ କଥା? ଦେଖି ପାରୁଥିବେ ତ କଣ କହିବେ, ଆପଣ ତ ମୋବାଇଲ ଏମିତି ଚଲଉ ୟୁଟ୍ୟୁବ ରେ ନେମାଳର ଅଗ୍ନିକାଣ୍ଡ ଘଟିଲା, ଏକ ବଡ ଘଟଣା। ଆଉ ପୁରୀ ସେବାୟତ ପବିତ୍ର ସ୍ନାନ ପୂର୍ଣ୍ଣିମାରେ ବଡ ସେବାୟତଙ୍କୁ ହତ୍ୟା କରାଯାଇଛି ଯୋଉ ଆସିଛି, ତାପରେ ନିଶ୍ଚୟ ଏୟାର କ୍ରାଶ କରାଗଲା। ଇଏ ତ ଭିନ୍ନ ମୋଡକୁ ନେଇ ଅନେକ ଚର୍ଚ୍ଚା ବିଷୟ। ଗୋଟିଏ କଥା, ଆସନ୍ତା କାଲି ସକାଳୁ ଦେଖିବେ ବର୍ତ୍ତମାନ ଏରୋପ୍ଲେନ କ୍ରାଶ ନେମାଳରେ ନିଆଁ ପାଲଟା ଜଳିଗଲା, ତାର 5 ମିନିଟ ପରେ ସାଙ୍ଗେ ସାଙ୍ଗେ ଗୋଟେ ବିଭିନ୍ନ ଚ୍ୟାନେଲରେ ହେଇଗଲା, ମାଳିକାରେ ଲେଖା ଥିଲା ଆସନ୍ତା କାଲି ଦେଖନ୍ତୁ ସବୁ ଛନ୍ଦି ଫାନ୍ଦି ଫୁନ୍ଦିକିରି ସବୁ ବହୁତ କଥା ମନରୁ ବଣି ଦେବେ। କିଛି ଏସବୁ ନୂଆ କଥା ନୁହଁ। କଣ ଏରୋପ୍ଲେନ ଗୋଟାଏ ଆମର ଆଜି ସୁର ରାଉତରାୟଙ୍କ ପୁଅ ଯିଏ କ୍ୟାପ୍ଟେନ ଥିଲେ ମନ୍ମଥ ରାଉତରାୟ କହୁଥିଲେ ସେ ମାନେ ଏରୋପ୍ଲେନ ଟାକୁ ଚଲାନ୍ତି। ଆଉ କେମିତି କଣ ବର୍ତ୍ତମାନ ସମୟ କଥାଟା କଣ ହଉଛି, ଏଇନା ଆମେ ଯଦି ଯେତେ ପ୍ରକାର କହିଦବା ଆଜ୍ଞା ଧୋଇଯିବ, ନଷ୍ଟ ହେଇଯିବ, ଭାଙ୍ଗିଯିବ, ଧ୍ୱଂସ ହେଇଯିବ, ସବୁ ହେଇଯିବ, ସେ ସବୁ ଲୋକମାନେ ଆମକୁ ସ୍ୱାଗତ କରିବେ। ଆମେ କହୁନା ଯେ କେମିତି ଲୋକମାନେ ଆଗକୁ ଉଦ୍ଧାର ହେବେ। ଆମେ ଏମିତି ଭୟଭୀତ କରେଇଲେ ବହୁତ ପଇସା ଇନକମ ହବ, ବହୁତ ଆମେ ବିଭିନ୍ନ ପ୍ରକାର ନାଁ ଟାକୁ ଟାଇଟେଲ କରିକି ଦେଲେ ବହୁତ ପ୍ରକାର ହବ। ଆମେ ବି ଚ୍ୟାନେଲ ମାଧ୍ୟମରେ କହିବାକୁ ଚାହୁଁଛୁ, କଣ ହେଲା ନେମାଳରେ ପୁଳାଏ ଦୀପଟା ଅତ୍ୟଧିକ ମାତ୍ରାରେ ଲୋକଙ୍କ ଅସାବଧାନତା, ଲୋକମାନେ ଆମର ବିଶୃଙ୍ଖଳ। ଆଗାମୀ ଏପିସୋଡ ରେ ବି କୁହାଯାଇଛି ଲୋକମାନେ ଆମର ବିଶୃଙ୍ଖଳ। ଆମେ ସତେକି ଯେମିତି ମହାପୁରୁଷଙ୍କ ମନରେ ଥାଉ କି ନଥାଉ, ମନ ଗୋଟେ ଓଡିଆର ଗୋଟେ ଢଗରେ ଥାଏ, ମନରେ ନାହିଁ କି ମାଳାରେ ନାହିଁ, ଭଜି ଭଜି ଦିନ ଯାଏ ମୋ ବହି। ଆମେ ବର୍ଷକ 12 ମାସ ମହାପୁରୁଷଙ୍କୁ ଡାକିବୁ ନାହିଁ କି 364 ଦିନ ଡାକିବୁନି, କିନ୍ତୁ ଗୋଟିଏ ଦିନ ଦେବସ୍ନାନ ପୂର୍ଣ୍ଣିମା ଆମେ ପୁରା ସିଂହାସନକୁ ଚଢିକି ଆମେ ମାନେ ଯେମିତି ମହାପୁରୁଷଙ୍କର ଗୋଟେ ବଡ ଭକ୍ତ ଚିତା କାଟିଦେଲେ। ଲୋକଙ୍କର ଅସାବଧାନତା, ଉଶୃଙ୍ଖଳ ଲୋକ। ଗୋଟିଏ ଦୀପ ଷ୍ଟାଣ୍ଡ 8ଟା ଦୀପ ଷ୍ଟାଣ୍ଡ ଥୁଆ ହେଇଛି, ତମେ ସବୁଠି ଦୀପ ଲଗେଇବ, ତଳେ ଦୀପ ଲଗେଇବ, ସେବାୟତ ମାନଙ୍କର ଗଣ୍ଡଗୋଳତା। ସେମାନଙ୍କର ତମେ କାହିଁ ଉପରେ ଦୀପ ଷ୍ଟାଣ୍ଡ ଥଉଛ? ଦୀପ ଷ୍ଟାଣ୍ଡ ତ ଆମର ସର୍ବସାଧାରଣ ସ୍ଥାନରେ ଲାଗିବନି। ସବୁ ଜାଗାରେ ଲେଖା ହେଇଛି ମନ୍ଦିର ଭିତରେ ଦୀପ ଲାଗିବନି। ଆମେ ବଦାରେ ବୋର୍ଡ ମାରିଛୁ ମନ୍ଦିର ଭିତରେ ଦୀପ ନିଷେଧ, ଏଠାରେ ଦୀପ ଲଗାନ୍ତୁ ନାହିଁ, କିନ୍ତୁ ଆମେ ଉଶୃଙ୍ଖଳ। ଆଉ ଗୋଟେ କଥା, ଦୀପକୁ ଦୀପ ଜଳି ଷ୍ଟାଣ୍ଡ ଜଳିଲା। ଷ୍ଟାଣ୍ଡ ଜଳୁ ତମେ ସେ ଭିଡିଓରେ ଦେଖ, ଲୋକମାନେ ସବୁ ପାଣି ପକଉଛନ୍ତି, ପାଣି ପକେଇଲା ଆହୁରି ହୁ ହୁ ଜଳିକିରି ସେ ପାଲର ଯୋଉ ଯୋଉ ସୂତା ଓଳିଥାଏ ତାକୁ ଧରିକିରି ଗଲା, ପାଲ ଜଳେଇ ଦେଲା, ପାଲ ତରଳେଇ ଦେଲା। କିଛି ନାହିଁ ଏଥିରେ। ଏଟା କଣ ଗୋଟେ ଅସାବଧାନତା ଯୋଗୁ ଅଗ୍ନିକାଣ୍ଡ ଘଟିଲା। ଏଇ ଯୋଉ ଘଟଣାଟା ଘଟିଛି, ଆମେ ତ ନେଇପାରୁନୁ। ତ କିଛି ମାଳିକା କଥାକାର, ଯୁବ ମାଳିକା ପୁରା କହୁଛନ୍ତି ଗୋଟେ ଦୀର୍ଘ ଦିନରେ ମହାପୁରୁଷ ଗୋଟେ ସଂକେତ। କିଛି ଆଜ୍ଞା ଶୁଣନ୍ତୁ, ନେମାଳ 1999 ମସିହା ସମୟରେ ଆଜ୍ଞା ମହାପୁରୁଷଙ୍କର ଗାଦି ବରଡା ପତ୍ର ଗଗନାନନ୍ଦ ଗୋସ୍ୱାମୀ ପଚାରନ୍ତୁ। 19 ବର୍ଷ, 20 ବର୍ଷ, 25 ବର୍ଷ ତଳର କଥା। ଆମେ ବି 15 ବର୍ଷ 20 ବର୍ଷ ତଳର କଥା କହୁଛୁ ଆଜ୍ଞା। ବରଡା ତାତି ପଡିକି ଠାକୁର ରହୁଥିଲେ, ବହୁତ ଶାନ୍ତିରେ ରହୁଥିଲେ ଆଜ୍ଞା। ଆମେ ଏବେ ଯେତେ ଆଗକୁ ମାନେ ଅଗ୍ରଗତି ହଉଛି ସେତେ ନିମ୍ନଗାମୀ ହଉଛୁ ଆଜ୍ଞା। କିଛି ବଡ କଥା ନୁହଁ। ଆଗରୁ ହଉନଥିଲା, ଏବେ ହେଇଗଲା। ଆଗରୁ ଗାଡି ଘୋଡା ନଥିଲା, ଲୋକ ମରୁନଥିଲେ ଆକ୍ସିଡେଣ୍ଟରେ, ଏବେ ଗାଡି ଘୋଡା ବଢିଲା, ଲୋକ ମଲେ। ଆଗରୁ ରାସାୟନିକ ତେଲ ନଥିଲା, ଲୋକ ଏତେ ମରୁନଥିଲେ। କୋଉଠି ହରିତାଳ ଖାଇକିରି ମରୁଥିଲେ, କୋଉଠି ହୀରାମୁଦି ଜିଭ ତଳେ ଦେଇକିରି ମରୁଥିଲେ। ଏବେ ଯେତେ ରାସାୟନିକ ତେଲ, ଶୁଣ ମୋ କଥାଟା ଯୋଉଟା ମାନେ ପଜିଟିଭ କଥାଟା କହୁଛି ଶୁଣ। ଏମିତି କଥାଟା ହଉଛି କଣ ନା, ଆମେ ମାଳିକାଟାକୁ କାହିଁ କାଳିମା କରିବା? କାହିଁକି ମାଳିକାକୁ ବାରମ୍ବାର ସବୁଥିରେ ତମେ ପୁରେଇବ? ଏଇଟା ମାଳିକାରେ ଲେଖା ଥିଲା, ଏଇଟା ହେଲା ମାନେ ଆମେ ଗୋଟାଏ ମାଳିକାରେ ଲେଖା ଥିଲା। ମାଳିକାରେ କଣ କୋଉଠି ମହାପୁରୁଷ ମାଳିକାରେ ଲେଖିଛନ୍ତି? ମହାପୁରୁଷ କଣ ଖାଲି ଲେଖିଛନ୍ତି ଆନନ୍ଦ ଭବିଷ୍ୟତ? କୋଉ ଦିନ କୋଉ ଆଜି ଯାଇକି ଏତେ ଚ୍ୟାନେଲ ହେଲାଣି, କୋଉ ଦିନ 6 ପଟଳ ଗୋଟେ ଆଲୋଚନା ହେଇଛି ମାଳିକା କରିବାକୁ କୋଉମାନେ ଚେଷ୍ଟା କରିଛ? କେବେ ବି ଚେଷ୍ଟା ନାହିଁ। ଖାଲି କେତେବେଳେ କଣ ଆସିଲା, ବାବା ଆମେ ଗୋଟେ ଲାଇଭ କରିବା, ଆମର ଏଇଟା ହେଲା ସେଇଟା ହେଲା। ନା, 6 ପଟଳ ଆଲୋଚନା କର, 32 ପଟଳ ଆଲୋଚନା କର, 42 ପଟଳ ଆଲୋଚନା କର, 10 ପଟଳ ଆଲୋଚନା କର, 10 ପଟଳ ଆଲୋଚନା କର, ବ୍ରହ୍ମ ନିରୂପଣ ଗୀତ ଆଲୋଚନା କର, ବ୍ରହ୍ମ ଏକାକ୍ଷର ଗୀତ ଆଲୋଚନା କର, ଅଗଣିତ ସଂହିତା, ଅବାଧ ସଂହିତା, ଶିବକଳ୍ପ, ମୋହକଳ୍ପ, କଳିକଳ୍ପ, ଚନ୍ଦ୍ରକଳ୍ପ, ଟୀକାକଳ୍ପ, ବନକଳ୍ପ, ବୈଦକଳ୍ପ, ଅମେଦକଳ୍ପ, ଅବାଧକଳ୍ପ, ତତ୍ତ୍ୱକଳ୍ପ, ରାଧାକଳ୍ପ, କଳିକଳ୍ପ, ମହାକଳ୍ପ, ନୃସିଂହକଳ୍ପ, ବରାହକଳ୍ପ, ବାମନକଳ୍ପ,
ଆଲୋଚନା କର କେତେ ଗଳ୍ପ ଅଛି ମହାପୁରୁଷଙ୍କର ଆଜ୍ଞା ଏଇ ସବୁ ମହାପୁରୁଷ ଲେଖିଛନ୍ତି କେତେ କଥା ସ୍ୱର ତତ୍ତ୍ୱ ନାମ ତତ୍ତ୍ୱ ଜୀବ ତତ୍ତ୍ୱ ଆତ୍ମା ତତ୍ତ୍ୱ ପବନ ତତ୍ତ୍ୱ କେତେ କଥା ତତ୍ତ୍ୱ ଲେଖିଛନ୍ତି 52 ଅକ୍ଷର କଥା ଲେଖିଛନ୍ତି 85 ମାତ୍ରା କଥା ଲେଖିଛନ୍ତି ଅବର୍ଣ୍ଣା ବର୍ଣ୍ଣ ଭେଦଇ ଅମେଶା ମିଶା ମିଶଇ ଅରେ ହରେ ଏହକୁ ଧରି ଅହକ ହକକୁ ପାଇ ଅହକ ଯେ ହକ ହକ ମନ୍ତ୍ର କରିଣର ହକ ଅହକରେ ଜପ ହକ ହକ ନିତ୍ୟ ନିତ୍ୟ ଅଲେଖ ଏଇ ଯୋଉ କଥା ଗୁଡାକ କଣ ଆଲୋଚନା ହଉଛି ଆମ ଯେହେତୁ ସାଧାରଣ ନାଇଁ କଥାଟା କଣ ବର୍ତ୍ତମାନେ 100ରୁ ଏଇ କଥା ଚାଲିଛି ବୋଲି ବର୍ତ୍ତମାନ କୌଣସି ମତେ ପସନ୍ଦ ଆସୁନି ଆମ ତ ଚ୍ୟାନେଲ ମୁଖ୍ୟ ସମ୍ପାଦକ ଆମେ ଲାଇଭ ମାଧ୍ୟମରେ ଆମେ ଦର୍ଶକ ମାନେ ଜଣେଇଦବା କି ଦର୍ଶକ ବନ୍ଧୁ ଭୟଭୀତ ହୁଅନ୍ତୁନି ଏ ଘଟଣା ଭୟଭୀତ ଗୋଟାଏ ବର୍ତ୍ତମାନ କଥା କଣ ହେଲା ପ୍ଲେନ କ୍ରାଶ କଲା ଆଜ୍ଞା କୌଣସି ଚଲେଇବା ବିମାନ ଆହୁରି ଆଗରୁ ବହୁତ ପ୍ଲେନ କ୍ରାଶ ଆର ବର୍ଷ ବଳଭଦ୍ର ପଡିଗଲେ ମାଳିକାରେ ଲେଖାଥିଲା ଆର ଠାକୁର 10 ଥର ପଡନ୍ତି ମନ୍ଦିର ଭିତରେ ତମେ ଦେଖିଛ ଠାକୁର ବା 4-5 ଗଡିକିରି ହାମୁଡେଇ ପଡିବେ ଥରେ ହାମୁଡେଇକିରି ପଡିଲେ ମାନେ ଯୋଉ ଜମାରୁ ପତ ପାବନଙ୍କ ମଝା ମଝି ଶୋଇଲେ ପେଟେଇକିରି ଶୋଇଲେ ବୋଲି ଘଟା ଏକାଳ ତାଙ୍କୁ ଟେକି ପାରିଲେନି କେହି ଆଜ୍ଞା ଆମର ସେବାୟତ ମାନେ ଉଶୃଙ୍ଖଳା ଆମେ ଠାକୁରଙ୍କୁ ପହଣ୍ଡି ନ କରିକି ଆମେ ସେଲଫି ଉଠେଇବୁ ଆଜ୍ଞା ଆମ ଭକ୍ତ ମାନେ ଉଶୃଙ୍ଖଳ ତେଣୁ ଠାକୁର ସହିତ ଦାରିମୂର୍ତ୍ତି ପଡିବେ ନିଶ୍ଚିତ ଭାବରେ ପଡିବେ ଆମେ ଯେମିତି ତାଙ୍କ ସାଙ୍ଗେ ଖେଳିବ ଆମେ ଯେମିତି ପ୍ରକୃତି ସାଙ୍ଗରେ ଖେଳିବା ପ୍ରକୃତି ଆମ ସାଙ୍ଗରେ ଖେଳିବ ଏଥିରେ ମାଳିକାକୁ କଣ ଜୋକିବା ମହାପୁରୁଷ ଦେଖିଲେ ବଢିବ ମନ୍ଦିର ବଢିବେ ଠାକୁର ବଢିବେ ପୂଜା ପଣ୍ଡା ମାନେ ଖାଲି ଭକ୍ତ ମାନଙ୍କୁ ମିଛ କରୁଥିବେ ଲଣ୍ଡା ବଢିବ ଡାକ୍ତର ବଢିବ ଔଷଧ ବଢିବେ ଯେ ରୋଗୀ ବଢିବ ଯେ ରାସ୍ତା ବଢିବ ଦୋକାନ ବଢିବେ ଭିକାରୀ ଯୋଗୀ ସବୁ ବଢୁଛି ମୀନ ପରିଜନ ବଢି ଚାଲିଯିବେ ମୀନ ପରୀକ୍ଷା ହେବେ ଦେଖୁନ ବର୍ତ୍ତମାନ ମୀନ ପରିକି ଲୋକ ଜନ୍ମ ହଉଛନ୍ତି ମୀନ ପରିଆ ମରୁଛନ୍ତି ମୁଁ ଯାଇଥିଲି ପବିତ୍ର ସ୍ନାନ ପୂର୍ଣ୍ଣିମା ଦିନ ଆମ ଟିମ୍ ଯାଇଥିଲା ଦୈବାର୍ଚନା ଚ୍ୟାନେଲ ଟିମ୍ ଯାଇଥିଲା ଶୁଣି ପାରୁଛନ୍ତି ଯାଇଥିଲା ମୁଁ ଗୋଟେ ଅନୁଭବ କଲି ଦେଖିଲି ମନ୍ଦିର ମାନଙ୍କରେ ଗୋଟେ ମତେ ମନକୁ କାହିଁ ଗୋଟେ ଆସିଲା ହଠାତ୍ ମନ୍ଦିର ଚାରିପାଖ କିଛି ଡିଷ୍ଟାନ୍ସ ରେ ମୁସଲମାନ ବସ୍ତି ଅଛି ଇଏ ଗୋଟେ ମତେ ମନକୁ ଆସିଥିଲା ଏମିତି ମନ୍ଦିର ଅଛି କୋଉ ଜାଗାରେ ମୁସଲମାନ କିଛି ବହୁତ ଡିଷ୍ଟାନ୍ସ କିନ୍ତୁ ହଠାତ୍ ମନକୁ କାହିଁ ଆସିଲା ଏତେ ପାଖାପାଖି କାହିଁକି ମୁସଲମାନଙ୍କ ବସ୍ତି ରହିଛି ଇଏ ତ ମତେ ମନ ଗୋଟେ ଭିନ୍ନ ମଡେଲ ହଠାତ୍ ମୁଁ ଆଶ୍ଚର୍ଯ୍ୟ ଲାଗିଲି ମୁଁ କହିଲି ଆମ ସମ୍ପାଦକ ପଚାରିବି କଣ ଆଶ୍ଚର୍ଯ୍ୟ ଲାଗିଲା ମନକୁ ମୁଁ ଦେଖିଛି ବହୁତ ମନ୍ଦିର ହଉ ଗାଁ ଗହଳି କିଛି ଡିଷ୍ଟାନ୍ସ ରେ ହଉ 5 କିଲୋମିଟର 10 କିଲୋମିଟର କିନ୍ତୁ ତମେ ଦେଖ ବର୍ତ୍ତମାନ ବନାରସ ତମେ କାଶୀ ବିଶ୍ୱନାଥ ଯାଅ ବର୍ତ୍ତମାନ ଗୋଟିଏ ଜ୍ଞାନବାପୀ ମସଜିଦ କାଶୀ ବିଶ୍ୱନାଥ ମନ୍ଦିର ନା କି ଗୋଟାଏ ଜାଗା ଯୋଡି ମହାପୁରୁଷ ଜମିଦାର ଅଚ୍ୟୁତାନନ୍ଦ ଖାଁଙ୍କର ଥିଲେ କିଏ ବନ୍ଧୁ ତାଙ୍କରି ଜମିଦାରିରେ ସେ ଦେଇଥିଲେ ଆହୁରି ବହୁତ ଜିନିଷ ଆଗକୁ ମହାପୁରୁଷଙ୍କ ଯଉ କାଠି ଆସିବ ଆଗକୁ ଦେଖିବେ ଅଚ୍ୟୁତ ଖାଁ ଲେଖିଛନ୍ତି ଯୋଉ ତାଙ୍କର ଆରବିକ ଭାଷାରେ ମହାପୁରୁଷ ଡାକିଛନ୍ତି ବ୍ରହ୍ମ ନିରୂପଣ କଥା ଲେଖିଛନ୍ତି କଥା ଆଗକୁ ଆସିନି ତେଣୁ କରିକି ନେମାଳରେ ଯୋଉ ମୁସଲମାନ ସମ୍ପ୍ରଦାୟ ଆମର ଇସଲାମ ଧର୍ମର ଯୋଉ ଭାଇମାନେ ରହୁଛନ୍ତି ସେମାନେ ଧାର୍ମିକ ଲୋକ ସେମାନେ ଗୋହତ୍ୟା କରନ୍ତିନି ସେମାନେ ତାଙ୍କର ଗୋହତ୍ୟା କରନ୍ତିନି ସେମାନେ ସୁନୀତି ହୁଅନ୍ତି ନାହିଁ ସେମାନେ ତାଙ୍କ ଘରୁ ପ୍ରଥମେ ଭୋଗ ଆସିଲେ ମହାପୁରୁଷଙ୍କ ପାଖେ ଭୋଗ ହବ ସେମାନଙ୍କର ଯୋଉ ଆମର ହୁଏ ଭୋଜି ଭାତ ଭଲ ମନ୍ଦ ସେମାନେ ପ୍ରଥମେ ହିନ୍ଦୁ ମାନଙ୍କୁ ଡାକି ମନ୍ଦିର ମାନଙ୍କରେ ଖାଇବାକୁ ଦେବେ ତାପରେ ମୁସଲମାନ ମାନେ ଅନ୍ୟ ଜାଗାରେ ଖାଇବେ ଏମାନେ ମଧ୍ୟ ତାଙ୍କୁ ଡାକି ତାଙ୍କ ଘରେ ଖାଇବାକୁ ଦେବେ ଭାଇଚାରାର ସହର କଟକ ଆମର ଭାଇଚାରାର ସହର ନେମାଳ କଟକ ସଦର ଅଞ୍ଚଳରେ ଯାଉଛି ଆମର ଭାଇଚାରାର ସହର ଭାଇଚାରାର ଠାକୁର ଜଗତର ଜଗନ୍ନାଥ ଯେଉଁ ଜଗନ୍ନାଥ ପୁଣି ସିଏ ହେଲେ ଅଚ୍ୟୁତ ତେଣୁକରି କଥା ରହିଲା ଆଉ ଗୋଟେ ହେଲା ନେମାଳରେ ପୁରୀରେ ସେବାୟତଙ୍କୁ ମାରିଦେଲେ ଆରେ ତାଙ୍କର ତ ବିଜେପି ଗଣ୍ଡଗୋଳ ଥିଲା ସେତେବେଳେ ବିଜେପି ଲୋକ ଛବିକିରି ଥିଲେ ଏ ଦିଘା ଘଟଣା ସବୁ ପ୍ରକାର ଜୋଖାଜୋଖି ହେଇକିରି ଥିଲେ ସେଇ ଗଲା ଯାଇଛି ତାକୁ ହାଣିଦେଲେ କଣ ହେଲା ସେଠୁ ଗଲା ତାକୁ ପଥରରେ ଛେଚିକିରି ତାକୁ ଛେଚି ପକେଇଛନ୍ତି ତା ମୁଣ୍ଡ ସବୁ ଛେଚିକିରି ଗୁଣ୍ଡ କରିଦେଲେ ଆଉ ଆକୁ ଏଇ ଯୋଉ ମାଳିକାରେ ଲେଖା ହେଇଥିଲା କୋଉଠି ଦେଖ ପୁଣି କାଲି ପଳେଇ ଆସିବ ଜଗନ୍ନାଥ ଦୀକ୍ଷିତକୁ ମାରିଦେଲେ ବୋଲି ଲେଖା ଥିଲା ମାଳିକାରେ ଭାଣ୍ଡାମି ଯୋଉ କେତେଟା ବାହାରିଛନ୍ତି ସବୁ ଏଇଲେ ସବୁ ବିଭିନ୍ନ ପ୍ରକାର ମୁଁ ଦେଖୁଛି ଏଇଲେ ସବୁ ବିଭିନ୍ନ ପ୍ରକାର ମାନେ ସ୍ୱର ପକେଇକି ମାଳିକା ସବୁ ଆରେ ବାବୁ ତମେ କୋଉଠି ଥିଲ 14-15 ବର୍ଷ ତଳେ କି ମାଳିକା କହୁଥିଲ ଇଏ ବାବୁ ଆମେ 15 ବର୍ଷ ତଳେ ଦେଖିଥିଲୁ ଜଣିଏ ଆମର 15 ବର୍ଷ ତଳେ 20 ବର୍ଷ ତଳେ ମାଳିକା କହିଲା ଲୋକ କିଏ ମୁଁ ହିସାବ କଲା ଭିତରେ ଆମର ବୈଦ୍ୟନାଥ କର ଥିଲେ ଆଉ ଆମର ଉତ୍ସବ ବାବା ଥିଲେ ଗୋଲୋକ ବାବା ଥିଲେ ବୈକୁଣ୍ଠ ବାବା ପଣ୍ଡୁରୀ ବାବା ନାରାୟଣ ବାବା
ଆମର ମଧୁ ବାବା ଆମର ଜଗନ୍ନାଥ ଦାସ ଥିଲେ ବରପଡାର। ଆଜ୍ଞା ଆଉ ତାପରେ ଆମର ଇଏ ଆମ ସୁକାନ୍ତ ବାବାଜୀ କିଛି କୁହନ୍ତି ମାଳିକା ବିଷୟରେ। ଦାସ ଶିଷ୍ୟ ଖଣ୍ଡସାହି ଆମର ଏମିତି ସବୁ ମାଳିକାର ଏବେ ସବୁ କଣ ମାତୃ ଗର୍ଭରୁ ଚିପିଟିକିରି ସବୁ କିଏ ସବୁ ମାଳିକା ପଢୁଛନ୍ତି। ମୁଁ ଧ୍ୱଂସ ଭାବୁଛି ଆରେ ବହିର ପଢା ଜ୍ଞାନୀ ମହାପୁରୁଷ ଲେଖିଲେ ଗୋଟେ କଥା ଯେ ଘୋର କଳିକାର ଥୟ ନ ପଡିବ ଜ୍ଞାନୀ ହେବେ ବାଟ ବଣା। ଆଜ୍ଞା ଆଜ୍ଞା ପୁଣି ସେ ଲେଖିଲେ ଖଡିକା ଖଡି ବଣା ହୋଇଯିବ ତିଥି ଲଗ୍ନ ନ ରହିବ। ଧରା ପେଲା ହୋଇ ସକଳେ ମରିବେ ପଢା ଜ୍ଞାନୀ ହେବେ ବଣା। ଆଜ୍ଞା ବିଭିନ୍ନ ପ୍ରକାର ଲେଖିଛନ୍ତି। ଆଉ ତୁମେ ଯୋଉଥିରେ ନସର ପସର ଆମେ ସେଇଥିରେ ନାହୁଁ। ତମକୁ ଯେ କଥା ଅଖାଡୁ ଲାଗିବ ଆମେ ସେଇ କଥା କହୁ ବାବୁ। ଆଜ୍ଞା ମତେ କଣ ଯଚା ହେଇନଥିଲା? ମତେ ବି ଯଚା ହେଲା। ଆଜ୍ଞା ଆପଣ ନିଅନ୍ତୁ ପଇସା ଆପଣ କୁହନ୍ତୁ ଏମିତି ଧ୍ୱଂସ ହେଇଯିବ ବରବାଦ ହେଇଯିବ ସବୁ ଟିଭିରେ କୁହନ୍ତୁ। ଇଏ ଗୋଟେ ଆମ ଆରେ ବାବୁ ସାଧାରଣ ଲୋକଙ୍କୁ ଭୟଭୀତ କରୁଛନ୍ତି, ଯାହାକି ଆମ ଚ୍ୟାନେଲ ମାଧ୍ୟମରେ ହଁ ବଡ ହଁ ପର୍ଦ୍ଦାଫାଶ ହଁ କରାଗଲା। ନିଶ୍ଚିତ ଇଏ ଦେଖିବ ଆଜି ମାନେ ବହୁତ ମାଳିକାକୁ ଲୋକ ନେଇକି ଅନେକ ପଥଭ୍ରଷ୍ଟ କରୁଛନ୍ତି। ଏହା ଏ ସହିତ ମା ଏ ବାବୁ ଯେମିତି ଆମର ଲୋକନାଥ ମନ୍ଦିର ପାଖରେ ଯେମିତି ତାତିଆ କରି ଏ ବାବୁ ଏ ମା ଏମିତି ଧ୍ୱଂସ ହେଇଯିବ ଲୋ। ଏତିକି ଯଦି ନିଜ ଘରକୁ ଯୋଉ ଲୋକ ସୁଧାରି ଦବ, ପ୍ରଥମ ଗୋଟେ ଘର ସୁଧୁରିଲେ ଗୋଟେ ପରିବାର ସୁଧୁରିଲେ ଗୋଟେ ସାହି ସୁଧୁରିବ। ଗୋଟେ ସାହି ସୁଧୁରିଲେ ଗୋଟେ ଜାତି ସୁଧୁରିବ। ଗୋଟେ ଜାତି ସୁଧୁରିଲେ ଗୋଟେ ରାଜ୍ୟ। ଯୋଉ ଲୋକ ନିଜେ ନିଜକୁ ସୁଧାରି ପାରୁନି ସିଏ ଲୋକର ପଛରେ 50 କଳଙ୍କ। ସିଏ କଣ ଅନ୍ୟକୁ ସୁଧାରିବ? ସିଏ କଣ ବିଶ୍ଵ ଜଗତର କାମ କରିବ? ଆଉ କଳକି ଅବତାରେ ଯିଏ ଆସିବେ ତାଙ୍କୁ କଣ ଏଇ ଓଡିଶାରେ ମାନିବେ ନା ଏଇ ଭାରତରେ ମାନିବେ? ତାଙ୍କୁ ବା ବିଶ୍ଵ ମାନିବ। ଇଂଲଣ୍ଡ ଜର୍ମାନ ଜାପାନ ଠୁ ସବୁ ଯେତେ ପ୍ରକାର 7ଟା ମହାଦେଶ ତାଙ୍କୁ ମାନିବ। ସେମିତିଆ ଲୋକ କାହିଁ? ଏଇ ଜୟ ଆମ କାଶୀ ଜଗନ୍ନାଥ ଜୟ ମିଶ୍ରଙ୍କ ପୁଅ ଜଗନ୍ନାଥ ଜୟ ମଝିରେ ଜଗନ୍ନାଥ ଜୟ ଜଗନ୍ନାଥ। ଯାହାକି ଆମକୁ ବୁଝେଇ ଦଉଥିଲେ ଏ ତୁ ମାଳିକାକୁ ନେଇ ପଥଭ୍ରଷ୍ଟ କରାଯାଉଛି, ଲୋକଙ୍କୁ ଭୟଭୀତ ଆଉ କରାଯାଉଛି, ଯାହାକି ଗୋଟିଏ ଆମ ଶୁଣ ଆଜ୍ଞା ଆଉ ଗୋଟିଏ କଥା ଆମେ କହିଦବାକୁ ଚାହୁଁଛୁ। ଗୋଟିଏ ଛୋଟ କଥା ଏଇ ମାଳିକାର ଏଇ ପ୍ରକାର କଥା ବିଷୟରେ ଆମର ଗୋଟିଏ ଛୋଟିଆ କଥା ମୁଁ ମଧ୍ୟ ତମକୁ କହିଦେବାକୁ ଚାହେଁ। ଆଗାମୀ ଦିନ ମାନଙ୍କୁ ଘୋଷଣା ମଧ୍ୟ ମୁଁ କରିଦେବାକୁ ଚାହେଁ ଯେ ଆମର ଜୁଲାଇ 22 ତାରିଖରେ ଆମ ଆଧ୍ୟାତ୍ମିକର ଏଇ ଚ୍ୟାନେଲକୁ ବର୍ଷେ ପାଦ ଦବ। ତେଣୁକରି ଯୋଉ ଦିନ ବର୍ଷେ ପାଦ ଦବ ଆମେ ମୁଖ୍ୟ ସମ୍ପାଦକ ହିସାବରେ ଆମର ସେଇଦିନ କିଛି କର୍ମ ଆମେ କରିବୁ। ଆମର ଏଇ ମହାପୁରୁଷଙ୍କ ବିଷୟରେ କିଛି ଆମେ ଗୋଟେ ପ୍ରେସ ମିଟ କରିବୁ ଏବଂ ସମସ୍ତଙ୍କୁ ଅନୁରୋଧ ଯେ ତାନେଶ୍ୱରୀ ବନରେ ଜୁଲାଇ 22 ତାରିଖରେ ସମସ୍ତେ ଉପସ୍ଥିତ ହେବେ। ଯୋଉ ଭକ୍ତମାନେ ଶୁଣୁଛନ୍ତି ଆମେ ଆଗରୁ ନିମନ୍ତ୍ରଣ କଲୁ। ଏଠି ପ୍ରସାଦ ସେବନ ହବ, ମହାପୁରୁଷଙ୍କ ରାହସ କୀର୍ତ୍ତନ ହବ ଏବଂ ଏଇ ମହାପୁରୁଷଙ୍କ ବିଷୟରେ ଆଗାମୀ ସମୟକୁ ଆମେ କେମିତି ଅଣ୍ଟା ଭିଡିକି ଠିଆ ବା ପଞ୍ଚସଖାଙ୍କର ଦର୍ଶନ ପ୍ରତିଷ୍ଠା କରିବା ସେ ବିଷୟରେ ଆମେ ଆଗକୁ ପାଦ ବଢେଇବା। ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ଆମ ସହ ଥିଲେ ଆମ ଚ୍ୟାନେଲ ଦୈବାର୍ଚନା ଚ୍ୟାନେଲର ମୁଖ୍ୟ ସମ୍ପାଦକ ଆଚାର୍ଯ୍ୟ ବାବା ଆଦିତ୍ୟ ନାରାୟଣ, ଯାହାକି ଦର୍ଶକ ବନ୍ଧୁ ଭିଡ଼ିଓଟି ଯଦି ଭଲ ଲାଗୁଛି ତେବେ ଲାଇକ୍ ସେୟାର କମେଣ୍ଟ କରନ୍ତୁ। ଆମ ଆଧ୍ୟାତ୍ମିକ ଚ୍ୟାନେଲ ଦୈବର୍ଚନାକୁ ଯଦି ପ୍ରଥମ ଥର ଦେଖୁଥାନ୍ତି ତେବେ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ଜୟ ଜଗନ୍ନାଥ।